नमस्कार दर्शक बंधु आउ एक नूतन अध्याय को आपण मानक स्वागत। ज्योत्ना मैडम हम प्राय रेडी होगी आसी जाइछंती प्रश्न उत्तर देबा पई। नमस्कार दर्शक बंधु जय जगन्नाथ चलंतु स्टार्ट करिया वीडियोटी किंतु आरंभ शेष पर्यंत निश्चित देखिबे जम्मा स्किप करिवेनी। एमिति से केउ स्थान जेउठु जेते अधिक माटी कढा जीवो से सेते बड़ देखा जीवो। माटी कढा जीवो हम्म ठाकुरଙ୍କ स्थान मते पूरा बुझे को ठाकुर स्थान काहे कहलो। माटी कढा एमिति केउ स्थान जेउठु जेते अधिक माटी कढा जीवो से सेते बड़ देखा जीवो। तमे कहलो ठाकुरଙ୍କ स्थान मते बुझे की को ठाकुरଙ୍କ स्थान काहे की कहलो। अरे नहीं जो कौन कहलो जो महादेव मन जो पाताला पुटी महादेव जो प्रति वर्ष तांगे जो कढा हुए ना पानी तो से कौन पानी कढ़ा जाए मुझे भाबिली माने कौन भाभी कि मते कहलो तो भल से बुझे दियो। पार्टीटा चुप कर ହେଲା ବେଶୀ ହଉଛନ୍ତି। ଆରେ ମୁଁ କଣ ଆଉ ତମେ କୋଶ୍ଚିନ୍ କହିଲ ମୁଁ ଗୋଟେ କଣ ଭାବିକି କହିଦେଲି ଆଉ କାହିଁକି ନା ସେ ଯୋଉ ଠାକୁରଙ୍କର ଯୋଉ ପ୍ରତିବର୍ଷ ଯୋଉ ଉଜ୍ଜଳ ହୁଏ ପାଣି ପଙ୍କ ଗୁଡା ସବୁ କଢା ହୁଏ ମୁଁ ଭାବିଲି ବୋଧେ ସେଇଗୁଡାକ ଆଉ ସେଇଥିପାଇଁ ପଚାରିଲି ଠାକୁରଙ୍କ ଜାଗା କି माटी କହିଦେଇଛନ୍ତି। सेठु कोड आसीबो ମାଟି କୋଉଠୁ କଢା ହୁଏ କୋଉଠୁ କଢା ହୁଏ मुंडो खेलौना ପାନ ବର୍ଜ୍ୟରୁ କାରଣ ଆମର ପାନ ବର୍ଜ୍ୟ ଅଛି ମୁଁ ସେଇ ପର୍ଯ୍ୟନ୍ତ ଯାଇପାରିବିନି। अरे कुओ କୂଅରୁ ଟି ସେଇଟା ହିଁ ଫାଷ୍ଟ ଭାବୁଥିଲି କହିଲନି ମୁଁ କହିଲି କୂଅରୁ କଣ ମାଟି କଢା ହଉଛି ବୋଲି କହିଲେ କାଳେ ଠିକ ହବ କି ନ ହବ ସେଥିପାଇଁ କହିଲି କୁଅ ଠାକୁରଙ୍କ ହଉ ଜାଗା ଗାତ ସେଥିପାଇଁ ହଉ ତମେ ପଚାରିଲିନି ଆଗ ଫାଷ୍ଟ ଠାକୁରଙ୍କ ଜାଗା କି ହଁ ତମେ କହିଲ पोखरी हौ ନାଇଁ ତମେ କହିଲ କାହିଁକି ମତେ ଠାକୁରଙ୍କ ଜାଗା ଟା ପଚାରିଲ ଟିକେ କହିଲ अरे तमे मन इच्छा जहा पाउची पाटी कहि दउछ ହଁ सेति पचारली ତମେ ମୋ ମନ ଭିତରେ ପଶିଥିଲେ ତ ମୁଁ तो ମନ ଇଚ୍ଛା एबे କହିଦଉଛି कुओ एबे ठाकुर जा काहे कहलो ଠାକୁରଙ୍କ ଜାଗା ସେ ପ୍ରତିବର୍ଷ ଯୋଉ ପଙ୍କ କଢା ହୁଏ कोउठ पंख कड़ा ପାତାଳ ଫୁଟି ମହାଦେବରୁ हां हां ଅତି ବସ ଆମ ଗାଁରେ ତ କଢା ହୁଏ ହଁ ହଁ ତମର ତ ନାହାନ୍ତି ପାତାଳ ଫୁଟି ତମେ କୋଉଠି ତମର କଢା ହବ ଡହରି ପୁଣି ଇଏ ଯୋଉ କହନ୍ତିନି ସେଇ ଡହରିକି ତମେ ବାହା ହେଇଛ ପଇସା ଖର୍ଚ୍ଚ କରିକି ପୁଣି ସେ କିଏ 5 ଲକ୍ଷ ଟା ହଉ ହଉ ସେ କିଏ ଯିଏ ସକାଳ ହେଲେ ନିଜ ମୁଣ୍ଡ ହରାଏ ଏବଂ ରାତି ହେଲେ ପୁଣି ପାଇଯାଏ। ସକାଳ ହେଲେ ନିଜ ମୁଣ୍ଡ ହରାଏ ମୁଣ୍ଡ ହରାଏ ହଁ ପୁଣି ରାତି ହେଲେ ପାଇଯାଏ। ସୂର୍ଯ୍ୟ ସକାଳ ହେଲେ ମୁଣ୍ଡ କାହିଁ ହରାଏ ମତେ କୁହ ସୂର୍ଯ୍ୟ କାହିଁ କହିଲ କଣ ତମେ ସବୁଥିରେ ପଚାରୁଛ ସୂର୍ଯ୍ୟ କାହିଁକି କହିଲା ଆରେ କହି କାରଣ କହିଦେଲି କଣ ମୁଁ କହିଲି ସକାଳ ହେଲେ ମୁଣ୍ଡ ହରାଏ ରାତିରେ ତା ମୁଣ୍ଡକୁ ସେ ପାଇଯାଏ ତମେ ସୂର୍ଯ୍ୟ କହିଲ ସୂର୍ଯ୍ୟ ମୁଣ୍ଡ କାହିଁକି ହରେଇବେ ସକାଳୁ ସକାଳୁ ଆଉ ସକାଳ ହେଲେ ମୁଣ୍ଡ ହରାଏ ମାନେ କଣ ଦର୍ଶକ ବନ୍ଧୁ ଆପଣ ମାନଙ୍କ ଘରେ ଏମିତି ସ୍ୱାମୀ କାହାର କାହାର ଅଛନ୍ତି ମତେ ଟିକେ କମେଣ୍ଟ କରି କହିବେ ତ ଆଉ ରହିଥା କହୁଛି ଟିକେ ଭାବିବାକୁ ସମୟ ଦିଅ ସକାଳ ହେଲେ ମୁଣ୍ଡ ହରାଏ ପୁଣି ରାତି ହେଲେ ସେ ମୁଣ୍ଡ ହରାଏ ମୁଣ୍ଡକୁ ପାଇଯାଏ ପୁଣି ପାଇଯାଏ ହଁ ପ୍ରଶ୍ନ ନ ବୁଝିକି ସୂର୍ଯ୍ୟ ତାରା ସବୁ ଦେଖି ସାରିଲେଣି ତାରା କି ଛେନା ତାରା କାହିଁ କହିଲ ତାରା ସକାଳ ହେଲେ ମୁଣ୍ଡ ହରେଇଯାଏ ନା କଣ ମୁଣ୍ଡ କଣ ରାତି କୋଶ୍ଚିନ୍ କିଛି ବୁଝିପାରୁନି ସତରେ ମୁଁ ତକିଆ ବୋଲି ଗୋଟେ ଜିନିଷ ଅଛି ଜାଣିଛ ହଁ ସକାଳ ହେଲେ କଣ ହୁଏ ଲୋକଟା ଉଠି ଆସେ ତା ମୁଣ୍ଡ ଟା ହରେଇଲାନି ସେ ପୁଣି ରାତି ହେଲେ ପାଇଛି ତକିଆକୁ ନେଇକି ବି କୋଶ୍ଚିନ୍ ଲେଖିଦେଇଛ କାହିଁ ଜାଣିବ ତକିଆକୁ ନେଇକି ତମେ ଗୋଟେ କୋଶ୍ଚିନ୍ ଲେଖିବ କିଏ ଭାବିବ ମୁଣ୍ଡ ଖର୍ଚ୍ଚ କରିବ ନା ଆଉ ନ କହିପାରିଲେ ପଚାରିବ କହିବ ଆନ୍ସର ମୁଁ ଜାଣିନି କୁହ ସୂର୍ଯ୍ୟ ତାରା ମନ ଇଚ୍ଛା କହୁଛ ହଉ ତମେ ତ କହିଲ ଆଉ କଣ ସେ ପବନ ଠାରୁ ଅଧିକ ଜୋରରେ ବୁଲେ ହେଲେ ନିଜ ସ୍ଥାନରୁ ଟିକେ ବି ହଟି ପାରେ ନା ପବନ ଠାରୁ ଅତି ଜୋରରେ ବୁଲେ ନିଜ କଷ୍ଟିଆ କୋଶ୍ଚିନ୍ ଏଟା ଏସି
ଏସି କାହିଁକି କହିଲ? ସବୁଥିରେ ଗୋଟେ ପଚାରୁଛନ୍ତି ଏସି କାହିଁ କହିଲ? ଏସି ପବନ ହୁଏନି, ଥଣ୍ଡା ଲାଗେ। ଏସି ସେ ନୁହଁ। ପବନ ଠାରୁ ଅଧିକ ଜୋରରେ ବୁଲେ, ହୁଁ। କିନ୍ତୁ ନିଜ ସ୍ଥାନରୁ ସେ ହଟି ପାରେନି, ଯୋଉଠି ସେଇଠି ରହେ। ଏଇଟା ବହୁତ ସହଜ, ସହଜ। ମୁଣ୍ଡ ଖର୍ଚ୍ଚ କର କହିଦବ। ମୁଣ୍ଡ ଖର୍ଚ୍ଚ। ଫ୍ୟାନ୍। ହୁଁ ଆଁ? ହୁଁ। ତାପରେ ଏମିତି ସେ କେଉଁ ସ୍ଥାନ ଯେଉଁଠି ପଶିବା ସହଜ, ବାହାରିବା କଷ୍ଟ? ଏମିତି କେଉଁ ସ୍ଥାନ ପଶିବା ସହଜ, ବାହାରିବା କଷ୍ଟ? ସେଠି ଧାଇଁକି ତମେ ଚାହିଁଲେ ପଶିଯିବ, କିନ୍ତୁ ବାହାରିବା କଷ୍ଟ। ତମେ ବାହାରିବା ପାଇଁ ନାକେ ଦମେଇଛ, କିନ୍ତୁ ବାହାରି ପାରିବ ନାହିଁ। ବ୍ୟାଙ୍କ। ବ୍ୟାଙ୍କ ମତେ କାହିଁ କହିଲ? କାହିଁକି ନା ବ୍ୟାଙ୍କରେ କୌଣସି କାମରେ ଗଲେ ଆମେ ସହଜରେ ତା ଭିତରୁ ପଶିଯାଉ, କିନ୍ତୁ କାମ ନ ସରିବା ପର୍ଯ୍ୟନ୍ତ ଆମେ ସହଜେ ବାହାରି ପାରୁନି। ସେଟା 2 ଘଣ୍ଟା ତମେ କାମ ଲାଗିପାରେ, ଅଧା ଛାଡିକି ବାହାରି ଆସିପାରିବ, ଅସୁବିଧା କଣ? ଅଧଘଣ୍ଟେ ଲାଗିପାରେ। କାମ ନ ସାରିକି ବାହାରି ଆସିପାରିବ, ପଶିଗଲେ କରିବ। ଏଇଟା କହିପାରିବନି, ମୁଁ ଜାଣିଛି। ମୁଁ ଲା ବି ସମୟ ଖାଇବିନି, କହିଦଉଛି। ହଉ। କୋଉଠି? ଗଣ୍ଡଗୋଳ। ଗଣ୍ଡଗୋଳ। ହଉ। ପାତୁଣ୍ଡ ଗଣ୍ଡଗୋଳ ଯୋଉଠି ଲାଗିଥିବ, ତମେ ପଶିବା ସହଜ, ସେଠୁ ବାହାରିବା ମୁସ୍କିଲ। ହୁଁ। ଥରେ ପଶିଗଲା ଆଉ ବାହାରି ପାରିବନି। ତାକୁ ବି ଗଣ୍ଡଗୋଳ ବି ଛାଡ଼ିଲନି, ତାକୁ ବି କୋଶ୍ଚିନ୍। ଗଣ୍ଡଗୋଳ ବାହାରିବା ଭାରି ମୁସ୍କିଲ, ସେତିକି ଏତେ ଚାଲାକ ଆଡକୁ ନହେଲେ। ମୁଣ୍ଡ ଟା କେମିତି ଯିବ ମତେ ଟିକେ କହିଲ? ଏଇଥିରେ ମତେ କହୁଛ ବୋଗସ। ଏଇ କୋଶ୍ଚିନ୍ ପାଇଁ ତ କହିନି, ମୁଁ ଯୋଉ କୋଶ୍ଚିନ୍ ପାଇଁ କହିଲି ସେଇ କୋଶ୍ଚିନ୍ ଟା ତମେ ଜାଣିଛ ଆନ୍ସର, କିନ୍ତୁ ହଉ ତାପରେ କହିପାରିଲନି। ପଚାର। ହଁ। ଦିନ ସାରା ଶୋଇ ରହେ, ରାତି ହେଲେ ଗଛରେ ଓଲଟା ଲଟକି ଶିକାର ଖୋଜେ, କିଏ ସେ? ଦିନ ଯାକ କୋଶ୍ଚିନ୍ ଭଲସେ ବୁଝ, ଦିନ ଯାକ ଶୋଇକି ରହେ। ଶୋଇକି ରହେ, ରାତି ହେଲେ ଓଲଟା ଲଟକିକି ଶିକାର ଖୋଜେ। ପେଚା। ପେଚା କଣ ଓଲଟା ଲଟକେ? ଗଧିଆ। ଗଧିଆ ଗଛରେ ଓଲଟା ଲଟକେ? ଆଉ ଗଛରେ କିଏ ସାପ? ସାପ କଣ ଗଛରେ ଚଢି ପାରିବ ଯେ, ସେ ଆଉ କିଏ ପୁଣି? ମାଙ୍କଡ। ମାଙ୍କଡ ରାତି ଦିନ ଯାକ ଶୋଇ ରହେ? ଆଉ ରାତିରେ କିଏ ଶୁଏନି, ଦିନ ଯାକ ଶୁଏ? କୁକୁର। ହଁ, କୁକୁର ଗଛରେ ଚଢିକି ଓଲଟା ଲଟକି ଶିକାର ଖୋଜେ। ଆଉ କଣ ଜାଣିଛ କୁହ? ନା ମ। ମତେ ସବୁ ଗୋଟେ ଗୋଟେ ଜଣେଇବ, କାହିଁକି ଏଇଟା ଭାବିଲ, ଗଧିଆ କାହିଁକି କହିଲ? ସେ ଆଉ ଗୋଟେ କୋଉ ଇଏ ଅଛି, ସେ ଦିନରେ ଶୁଏ, ରାତିରେ ଶାଗୁଣା। ହଁ, ଶାଗୁଣା ଦିନରେ ଶୁଏ, ରାତିରେ ଶିକାର ଖୋଜେ। ଆଉ ଶାଗୁଣା କେବେ ଶିକାର କରିବା ତମେ ଦେଖିଛ? ମଡ ଛଡା ଆଉ ସେ କିଛି ଖାଇବନି। ଆଉ କଣ? ଆଉ କିଏ? ଉଁ କିଏ? ବାଦୁଡି। ହଁ। ସେଇ ପକ୍ଷୀର ନାଁ ବି ମନେ ପଡିଲାନି। ରାତିରେ ଲଟକିକି ରହେ, ଓଲଟା ଲଟକିକି ରହି ଶିକାର ଖୋଜେ। ସେ ଓଲଟା କି ସିଧା ମୁଁ ଜାଣିନି, କିନ୍ତୁ ବାଦୁଡି ଖାଏ ବୋଲି ମୁଁ ଜାଣିଛି। ଓଲଟା ଲଟକିକି ରହେ ସବୁବେଳେ। ହଉ, ତାପରେ ସଇଲା। ସରିଗଲା? ଦର୍ଶକ ବନ୍ଧୁ, ହୁଁ। ଆଜିର ସବୁ ଯୋଉ କୋଶ୍ଚିନ୍ ଗୁଡିକ ଯେମିତି ଥିଲା, ଆପଣ ମାନେ ତ ସବୁ ଶୁଣିଥିବେ। ଆଉ କୋଶ୍ଚିନ୍ ଗୁଡିକ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ଜଣେଇବେ। କୋଶ୍ଚିନ୍ ଲେଖିବା ଲୋକଟା ଭଲ ନା ଉତ୍ତର ଦବା ଲୋକଟା ଭଲ, ହେଲା କମେଣ୍ଟ ତାଙ୍କୁ ମାଧ୍ୟମରେ ଉତ୍ତର ଦବା ଜଣେଇବେ। ଲୋକଟା ଭଲ। ଆଉ ମୋ ଭିଡିଓକୁ ଟିକେ ଦୟା କରିକି ମୋ ଉପରେ ଟିକେ ଦୟା କରିକି ଟିକେ ଲାଇକ୍ କମେଣ୍ଟ ସେୟାର କରିଦେବେ, ଆଉ ଟିକେ ସବସ୍କ୍ରାଇବ କରିଦେବେ। ଆଜି ପାଇଁ ଏତିକି, ନମସ୍ତେ। ଭଲରେ ଥାଆନ୍ତୁ ସମସ୍ତେ।